ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ପୂର୍ବାହ୍ନ 11ଟାରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ପଞ୍ଚଦଶ ଜାତୀୟ ନିଯୁକ୍ତି ମେଳା ଆଜି ଅନୁଷ୍ଠିତ। ଯୁବବର୍ଗଙ୍କ ଦକ୍ଷତା ବିକାଶ ଏବଂ ନିଯୁକ୍ତି କ୍ଷେତ୍ରକୁ ତ୍ୱରାନ୍ୱିତ କରିବା ନେଇ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ। ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି ଆତଙ୍କବାଦୀ ବିରୋଧୀ ଅଭିଯାନ ଏବଂ ସୁରକ୍ଷା ବାହିନୀ ଗତିବିଧିର ସିଧା ପ୍ରସାରଣରୁ ନିବୃତ୍ତ ରହିବାକୁ ଗଣମାଧ୍ୟମଗୁଡ଼ିକୁ ସରକାରଙ୍କ ପରାମର୍ଶ। ଚଳିତ ବର୍ଷର କୈଳାସ ମାନସରୋବର ଯାତ୍ରା ଆସନ୍ତା ଜୁନ୍ରୁ ଅଗଷ୍ଟ ମଧ୍ୟରେ ଅନୁଷ୍ଠିତ ହେବା ନେଇ ସୂଚନା ଦେଲା ବୈଦେଶିକ ମନ୍ତ୍ରଣାଳୟ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ପଞ୍ଜାବ କିଙ୍ଗ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11ଟାରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ କାର୍ଯ୍ୟକ୍ରମର 121ତମ ସଂସ୍କରଣ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ରୋମ୍ର ସେଣ୍ଟ ମେରି ମେଜରର ବାସିଲିକାଠାରେ ପୋପ୍ ଫ୍ରାନ୍ସିସ୍ଙ୍କ ଅନ୍ତିମ ସଂସ୍କାର ଅନୁଷ୍ଠିତ ହୋଇଛି। ଭାଟିକାନ୍ ସହରର ସେଣ୍ଟ ପିଟର୍ସ ଛକରେ ଅନୁଷ୍ଠିତ ଅନ୍ତିମ ସଂସ୍କାରରେ ବିଭିନ୍ନ ରାଷ୍ଟ୍ରମୁଖ୍ୟ ଏବଂ ଦେଶର ପ୍ରମୁଖ ପ୍ରତିନିଧି ଯୋଗ ଦେଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍, ବ୍ରାଜିଲ୍ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଦା ସିଲ୍ଭା ଏବଂ ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିୟର ମିଲେଇଙ୍କ ସମେତ ପ୍ରାୟ 2.5 ଲକ୍ଷ ଲୋକ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରାଷ୍ଟ୍ରପତି ମୁର୍ମୁଙ୍କ ସହ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍ ଏବଂ ଗୋଆ ବିଧାନସଭାର ଉପବାଚସ୍ପତି ଜୋସୁଆ ଡି ସୁଜା ଭାଟିକାନ୍ ସିଟି ଗସ୍ତରେ ଯାଇଥିଲେ। ସୂଚନାଯୋଗ୍ୟ, ପୋପ୍ ଫ୍ରାନ୍ସିସ୍ଙ୍କର ଗତ 21 ତାରିଖରେ 88 ବର୍ଷ ବୟସରେ ପରଲୋକ ହୋଇଥିଲା। ପୋପ୍ଙ୍କ ଅନ୍ତିମ ସଂସ୍କାର ଅବସରରେ ଆଜି ଭାରତ ରାଷ୍ଟ୍ରୀୟ ଶୋକ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୋପ୍ ଫ୍ରାନ୍ସିସ୍ଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସମାଜ ପ୍ରତି ପୋପ୍ ଫ୍ରାନ୍ସିସ୍ଙ୍କର କାର୍ଯ୍ୟକୁ ବିଶ୍ୱ ସର୍ବଦା ମନେ ରଖିବ। ପଞ୍ଚଦଶ ଜାତୀୟ ନିଯୁକ୍ତି ମେଳା ଆଜି ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଛି। ଆଭାସୀ ମାଧ୍ୟମରେ ଏହି ମେଳାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ରାଷ୍ଟ୍ର ନିର୍ମାଣରେ ଯୁବଗୋଷ୍ଠୀଙ୍କ ଅଂଶଗ୍ରହଣ ଦେଶକୁ ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ସହିତ ଦ୍ରୁତ ବିକାଶ ପଥରେ ଅଗ୍ରସର କରାଉଛି। ଯୁବବର୍ଗଙ୍କ ଦକ୍ଷତା ବିକାଶ ଏବଂ ନିଯୁକ୍ତି କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ସରକାର ନେଉଥିବା ପଦକ୍ଷେପଗୁଡ଼ିକ ଉପରେ ପ୍ରଧାନମନ୍ତ୍ରୀ ଏହି ଅବସରରେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ବଜେଟ୍ରେ ସରକାର ଉତ୍ପାଦନ କ୍ଷେତ୍ରକୁ ମିଶନ ମୋଡ୍ରେ କାର୍ଯ୍ୟକାରୀ କରିବା ନେଇ ବ୍ୟବସ୍ଥା କରିଛନ୍ତି। ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗୀଙ୍କୁ ଏହାଦ୍ୱାରା ସହଯୋଗ ପ୍ରଦାନର ଲକ୍ଷ୍ୟ ରଖାଯାଇଛି। ବିଭିନ୍ନ ସରକାରୀ ପଦବୀରେ ନବନିଯୁକ୍ତ 51,000ରୁ ଅଧିକ ଯୁବକ ଯୁବତୀଙ୍କୁ ଆଜି ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି। ଏହି ଅବସରରେ 47ଟି ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମଗୁଡ଼ିକରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ, ସଂସଦ ସଦସ୍ୟ ପ୍ରମୁଖ ଯୋଗଦେଇ ନିଯୁକ୍ତିପତ୍ର ବଣ୍ଟନ କରିଥିଲେ। ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି ଆତଙ୍କବାଦ ବିରୋଧୀ ଅଭିଯାନ ଏବଂ ସୁରକ୍ଷା ବାହିନୀ ଗତିବିଧିର ସିଧା ପ୍ରସାରଣରୁ ନିବୃତ୍ତ ରହିବାକୁ ଗଣମାଧ୍ୟମଗୁଡ଼ିକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ଜାତୀୟ ନିରାପତ୍ତାକୁ ସୁରକ୍ଷିତ ରଖିବାରେ ଗଣମାଧ୍ୟମ, ଡିଜିଟାଲ୍ ପ୍ଲାଟଫର୍ମ ଏବଂ ଏଥିରେ ସଂଶ୍ଳିଷ୍ଟ ଥିବା ଅଂଶୀଦାରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସମ୍ବେଦନଶୀଳ ସୂଚନାର ସୁବିଧା ଅଜାଣତରେ ଶତ୍ରୁପକ୍ଷକୁ ସହାୟତା ପ୍ରଦାନ କରିବାର ଆଶଙ୍କା ରହିଛି। ଏହାଦ୍ୱାରା ସୁରକ୍ଷା ସଂସ୍ଥାଗୁଡ଼ିକ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ଫଳପ୍ରଦ ହୋଇନପାରେ। ଏଥିସହ ସୁରକ୍ଷା କର୍ମଚାରୀଙ୍କ ପ୍ରତି ମଧ୍ୟ ଏହା ବିପଦ ସୃଷ୍ଟି କରିପାରେ ବୋଲି ମନ୍ତ୍ରଣାଳୟ ଉଲ୍ଲେଖ କରିଛି। ସୁରକ୍ଷା ବାହିନୀର କୌଣସି ପ୍ରକାର ଆତଙ୍କବାଦ ବିରୋଧୀ ଅଭିଯାନର ସିଧା ପ୍ରସାରଣ କରା ନ ଯିବାକୁ କେବୁଲ୍ ଟେଲିଭିଜନ ନେଟୱାର୍କ ସଂଶୋଧନ ନିୟମରେ ଉଲ୍ଲେଖ କରାଯାଇଛି। କାର୍ଗିଲ୍ ଯୁଦ୍ଧ, ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣା ଏବଂ କାନ୍ଦାହାର ଅପହରଣ ଭଳି ଘଟଣାର ଅବାଧ ପ୍ରସାରଣ ଜାତୀୟ ସ୍ୱାର୍ଥ ଉପରେ ପ୍ରତିକୂଳ ପ୍ରଭାବ ପକାଇଥିଲା ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚଳିତ ବର୍ଷର କୈଳାସ ମାନସରୋବର ଯାତ୍ରା ଆସନ୍ତା ଜୁନ୍ରୁ ଅଗଷ୍ଟ ମଧ୍ୟରେ ଅନୁଷ୍ଠିତ ହେବ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ 50 ଜଣ ଯାତ୍ରୀଙ୍କୁ ନେଇ 5ଟି ଗ୍ରୁପ୍ ପ୍ରସ୍ତୁତ କରାଯିବ। ମୋଟ 10ଟି ଗ୍ରୁପ୍ 2ଟି ପଥ ଦେଇ ଯାତ୍ରା କରିବେ। ଉତ୍ତରାଖଣ୍ଡ ରାଜ୍ୟ ଦେଇ ଲିପୁଲେଖ ପାସ୍ ଏବଂ ସିକିମ୍ ରାଜ୍ୟ ଦେଇ ନାଥୁଲା ପାସ୍ ପଥରେ ଶ୍ରଦ୍ଧାଳୁ ଯାତ୍ରା କରିବାର ବ୍ୟବସ୍ଥା ହୋଇଛି। ଏହି ଯାତ୍ରା ପାଇଁ ଆବେଦନ kmy.gov.in ୱେବ୍ସାଇଟ୍ରେ କରାଯାଇପାରିବ। ଆବେଦନକାରୀଙ୍କ ମଧ୍ୟରୁ ଏକ ସ୍ୱଚ୍ଛ ପ୍ରକ୍ରିୟା ମାଧ୍ୟମରେ ଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କର ଚୟନ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। 2015 ମସିହାରୁ ଆବେଦନଠାରୁ ଆରମ୍ଭ କରି ଶ୍ରଦ୍ଧାଳୁ ଚୟନ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା କମ୍ପ୍ୟୁଟର ମାଧ୍ୟମରେ କରାଯାଉଛି। ତେବେ ୱେବ୍ସାଇଟ୍ର ମତାମତ ବିକଳ୍ପ ମାଧ୍ୟମରେ ଆବେଦନ ସଂକ୍ରାନ୍ତ ତଥ୍ୟ ତଥା ଏଥିପାଇଁ ଆବଶ୍ୟକୀୟ ପରାମର୍ଶ ଆବେଦନକାରୀ ପ୍ରଦାନ କରିପାରିବେ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ଇରାନ ବନ୍ଦର ଆବାସସ୍ଥିତ ସାହିଦ ରାଜାଇ ବନ୍ଦରରେ ଆଜି ବିସ୍ଫୋରଣ ଘଟିବାରୁ 281 ଜଣ ଆହତ ହୋଇଛନ୍ତି। ସେଠାକାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସେହି ବନ୍ଦରରେ ରହିଥିବା କେତେକ ତୈଳ କଣ୍ଟେନରରୁ ଏହି ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି। ଇରାନର ଜାତୀୟ ପେଟ୍ରୋଲିୟମ ରିଫାଇନିଂ ଏବଂ ଯୋଗାଣ କମ୍ପାନୀ କହିଛି ଏହି ବିସ୍ଫୋରଣରେ କାରଖାନା ପ୍ରଭାବିତ ହୋଇନାହିଁ। ତେବେ ବିସ୍ଫୋରଣର କାରଣ ନେଇ ଅଧିକ ତଦନ୍ତ କରାଯାଉଛି ବୋଲି ଗଣମାଧ୍ୟମ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଯାତ୍ରୀଙ୍କ ସୁବିଧା, ନିରାପତ୍ତା ଏବଂ ନିୟାମକ ଅନୁପାଳନକୁ ସୁନିଶ୍ଚିତ କରିବାକୁ ବିମାନ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି, ନିକଟରେ ଆନ୍ତର୍ଜାତିକ ଆକାଶପଥ ବନ୍ଦ ଏବଂ ଅଧିକ ବିମାନ ଚଳାଚଳ ଜନିତ କଟକଣାକୁ ଦୃଷ୍ଟିରେ ରଖି ବହୁବାର ବିମାନ ମାର୍ଗରେ ପରିବର୍ତ୍ତନ କରାଯାଇଛି। ଫଳରେ ଉଡ଼ାଣ ଅବଧି ବୃଦ୍ଧି ପାଇବା ସହ ବୈଷୟିକ ଆହ୍ୱାନ ସୃଷ୍ଟି ହୋଇଛି। ଯାତ୍ରା ସମୟରେ ପଥ ପରିବର୍ତ୍ତନ, ବର୍ଦ୍ଧିତ ଯାତ୍ରା ସମୟ ଏବଂ କୌଣସି ପ୍ରକାର ବୈଷୟିକ ଆହ୍ୱାନ ସମ୍ପର୍କରେ ଯାତ୍ରୀଙ୍କୁ ଅବଗତ କରାଇବାକୁ ମନ୍ତ୍ରଣାଳୟ ବିମାନ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ପରାମର୍ଶ ଦେଇଛି। ଚେକ୍ ଇନ୍, ବୋର୍ଡିଂ ଏବଂ ଡିଜିଟାଲ ଆଲର୍ଟ ମାଧ୍ୟମରେ ଏହିସବୁ ସୂଚନା ପ୍ରଦାନ କରାଯିବା ଉଚିତ। ଯାତ୍ରୀ ପରିଚାଳନା ବ୍ୟବସ୍ଥାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରାଯିବା ସହ ପର୍ଯ୍ୟାପ୍ତ ଖାଦ୍ୟ, ହାଇଡ୍ରେସନ୍ ଏବଂ ସ୍ୱତନ୍ତ୍ର ଖାଦ୍ୟ ଉପଲବ୍ଧତା ଉପରେ ଦୃଷ୍ଟି ଦେବାକୁ କୁହାଯାଇଛି। ଏପରିକି ବିମାନରେ ଜରୁରୀକାଳୀନ ଚିକିତ୍ସା ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ବିମାନ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ଦେଶର ବିଜୁଳି ଚାହିଦାକୁ ପୂରଣ କରିବାରେ ଶକ୍ତି ମନ୍ତ୍ରଣାଳୟ ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ର ଶକ୍ତିମନ୍ତ୍ରୀ ମନୋହର ଲାଲ କହିଛନ୍ତି। ଉତ୍ତର ପୂର୍ବାଞ୍ଚଳର ଶକ୍ତିମନ୍ତ୍ରୀଙ୍କ ଆଞ୍ଚଳିକ ସମ୍ମିଳନୀରେ ଯୋଗଦେବା ପରେ ଆଜି ସିକିମ୍ର ଗ୍ୟାଙ୍ଗଟକ୍ଠାରେ ଗଣମାଧ୍ୟମ ସହ ଆଲୋଚନା ବେଳେ ମନ୍ତ୍ରୀ ଶ୍ରୀ ଲାଲ ଏହା କହିଛନ୍ତି। ସେ କହିଛନ୍ତି, ଉତ୍ତର ପୂର୍ବର ପାହାଡ଼ିଆ ରାଜ୍ୟ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଜାମ୍ମୁ କାଶ୍ମୀରକୁ ଅନ୍ୟ ସମତଳ ଅଞ୍ଚଳ ତୁଳନାରେ ଭିତ୍ତିଭୂମି ବିକାଶ ପାଇଁ ଅଧିକ ପାଣ୍ଠି ପ୍ରଦାନ କରାଯାଉଛି। ସିକିମ୍ ଏବଂ ଅରୁଣାଚଳ ପ୍ରଦେଶରେ ଜଳବିଦ୍ୟୁତ୍ କ୍ଷେତ୍ରରେ ଯଥେଷ୍ଟ ସୁଯୋଗ ରହିଛି। ଅଧିକ ବିଦ୍ୟୁତ୍ ଉତ୍ପାଦନ ଦ୍ୱାରା ନିଯୁକ୍ତି କ୍ଷେତ୍ର ମଧ୍ୟ ତ୍ୱରାନ୍ୱିତ ହେବ ବୋଲି ସେ କହିଛନ୍ତି। ଆଞ୍ଚଳିକ ସମ୍ମିଳନୀରେ ବିଦ୍ୟୁତ୍ ଉତ୍ପାଦନ, ଯୋଗାଣ ଏବଂ ଭିତ୍ତିଭୂମି ବିକାଶ ଆଦି ଉପରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି। ଗତ 10 ବର୍ଷ ମଧ୍ୟରେ ଦେଶର 17 କୋଟିରୁ ଅଧିକ ଲୋକ ଅତ୍ୟଧିକ ଦାରିଦ୍ର୍ୟ ବର୍ଗରୁ ଉନ୍ନୀତ ହୋଇଛନ୍ତି ବୋଲି ବିଶ୍ୱବ୍ୟାଙ୍କର ସ୍ପ୍ରିଙ୍ଗ 2025 ଦାରିଦ୍ର୍ୟ ଓ ଇକ୍ୱିଟି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେଥିମଧ୍ୟରେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ ଏବଂ ମଧ୍ୟପ୍ରଦେଶର 2/3 ରହିଛନ୍ତି। 2011-12ରେ ଦେଶର ଗ୍ରାମାଞ୍ଚଳରେ ଅତ୍ୟଧିକ ଦରିଦ୍ର ଶ୍ରେଣୀ 18.4% ରହିଥିବା ବେଳେ 2022-23ରେ ଏହା 2.8%କୁ ହ୍ରାସ ପାଇଛି। ସେହିଭଳି ଏହି ସମୟସୀମା ମଧ୍ୟରେ ସହରାଞ୍ଚଳରେ ଦାରିଦ୍ର୍ୟ ଶ୍ରେଣୀ 10.7%ରୁ ହ୍ରାସ ପାଇ 1.1%ରେ ପହଞ୍ଚିଛି। 2021-22 ପରଠାରୁ ଭାରତରେ ନିଯୁକ୍ତି କ୍ଷେତ୍ରରେ ସକାରାତ୍ମକ ପରିସ୍ଥିତି ଯୋଗୁଁ ଏହି ସଫଳତା ମିଳିଥିବା ରିପୋର୍ଟରେ କୁହାଯାଇଛି। ଥାଇଲାଣ୍ଡରେ ଏକ ବିମାନ ଦୁର୍ଘଟଣାରେ 6 ଜଣ ଅଧିକାରୀଙ୍କର ମୃତ୍ୟୁ ହୋଇଛି। ପାରାସୁଟ୍ ଟ୍ରେନିଂ ପାଇଁ ପରୀକ୍ଷାମୂଳକ ଭାବେ ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ବିମାନଟି ସମୁଦ୍ରରେ ଖସି ପଡ଼ିଥିଲା। ବ୍ୟାଙ୍କକ୍ଠାରୁ ପ୍ରାୟ 130 କିଲୋମିଟର ଦୂର ଦକ୍ଷିଣ ପଶ୍ଚିମ ଦିଗରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ବୋଲି ରୟାଲ ଥାଇ ପୁଲିସ ସୂଚନା ଦେଇଛି। ଆଇପିଏଲ୍ କ୍ରିକେଟର ଆଉ ଅଳ୍ପ ସମୟ ପରେ ପଞ୍ଜାବ କିଙ୍ଗସ୍ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା ହେବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗସ୍ ବ୍ୟାଟିଂ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ପଏଣ୍ଟ ତାଲିକାରେ ପଞ୍ଜାବ 8ଟି ମ୍ୟାଚ୍ରୁ 5ଟିରେ ବିଜୟ ହାସଲ କରି ପଞ୍ଚମ ସ୍ଥାନରେ ଥିବାବେଳେ କୋଲକାତା 8ଟିରୁ 3ଟିରେ ବିଜୟ ହାସଲ କରି ସପ୍ତମ ସ୍ଥାନରେ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ପୂର୍ବାହ୍ନ 11ଟାରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। 15ଶ ଜାତୀୟ ନିଯୁକ୍ତି ମେଳା ଆଜି ଅନୁଷ୍ଠିତ। ଯୁବବର୍ଗଙ୍କ ଦକ୍ଷତା ବିକାଶ ଏବଂ ନିଯୁକ୍ତି କ୍ଷେତ୍ରକୁ ତ୍ୱରାନ୍ୱିତ କରିବା ନେଇ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ। ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି ଆତଙ୍କବାଦ ବିରୋଧୀ ଅଭିଯାନ ଏବଂ ସୁରକ୍ଷା ବାହିନୀ ଗତିବିଧିର ସିଧା ପ୍ରସାରଣରୁ ନିବୃତ୍ତ ରହିବାକୁ ଗଣମାଧ୍ୟମଗୁଡ଼ିକୁ ସରକାରଙ୍କ ପରାମର୍ଶ
ଏବଂ ଆଇପିଏଲ୍ କ୍ରିକେଟର ଆଜିର ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ପଞ୍ଜାବ କିଙ୍ଗ୍ସ। ସମ୍ବାଦ ଶେଷ ହେଲା।